କହିବି କାହାକୁ? କଣ କହିବାକୁ ଚାହୁଁଛ ତମେ? ସେଇ ଗୋଟିଏ କଥା, ସେଇ ଗୋଟିଏ ପାଠ। ପାଠଶାଳାର ବ୍ଲାକବୋର୍ଡରେ ମୁଁ ଯାହା ସବୁବେଳେ ଲେଖେ, ଗୀତା ଆଇ ଲଭ୍ ୟୁ। ତମର ସେ ବାଜ୍ୟ କଥା ବନ୍ଦ କର। ତମ ବାପା ଭାଗବତ ମାଷ୍ଟ୍ରେ ମତେ କ୍ଲାସରେ ବହୁତ ମାଡ଼ ମାରିଛନ୍ତି, ତଥାପି ମୋ ସ୍ୱଭାବକୁ ମୁଁ ଟିକେ ବି ବଦଳାଇ ପାରିଲିନି। କେବଳ ସେଇଥିପାଇଁ ମୋ ଖୁସି ପାଇଁ ତମ ଘରକୁ ମୋ ଭାଇ ବିବାହ ପ୍ରସ୍ତାବ ନେଇ ଯାଇଥିଲେ। ହେଲେ ତମ ବାପା ଭାଗବତ ମାଷ୍ଟ୍ରେ সেই প্রস্তাবକୁ অতি নিষ্ঠুরতা ভাবে প্রত্যাখ্যান কলে, ଆମ ଭାଇକୁ ବେତ୍ରିତ କଲେ। ତଥାପି ମୋ ମନରେ ଦୁଃଖ ନାହିଁ, ଟିକେ ବି ଅନୁତାପ ନାହିଁ, କାରଣ ମୁଁ ତୁମକୁ ହୃଦୟର ସହିତ ଭଲ ପାଏ। ତମ ଭଲ ପାଇବା ନ ପାଇବାରେ ମୋର କିଛି ବି ସମ୍ପର୍କ ନାହିଁ। ତମେ ଏଥର ଆସି ପାର। ଏ ରାଜ ରାଜେନ୍ଦ୍ର ମହାପାତ୍ର ଘରେ ଯାହାକୁ ଭଲ ପାଇବା ଆରମ୍ଭ କରିଛି, ତାକୁ ସେ ନିଶ୍ଚୟ ହାସଲ କରେ। लो माँ की खुशी। हाथ छाड़। ଜମା ଛାଡ଼ିବିନି। ମୋ ହାତ ଛାଡ଼ କହୁଛି। ହୁଁ। ମୋ ହାତ ଶୁଣ, ଆଉ ଥରେ ଅଭଦ୍ର କରିବାକୁ ଚେଷ୍ଟା କରେ, ଏବେ ଖାଲି ହାତରେ ମାରିଛି, ତାପରେ ମୁଁ ତମକୁ ଜୋତାରେ ପିଟିବି। ଅଟକି ଗଲୁ କାହିଁକି? ଆଲୋ ପିଟ୍ 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 ପିଟ୍। ତୁ ଯେତେ ଜୋରରେ ମତେ ବାଡ଼େଇବୁ, ସେତେ ଜୋରରେ ମୋ ଦେହର ତାତି ବଢ଼ି ବଢ଼ି ଯିବ। ଆଉ ମୋ ଦେହର ତାତିକୁ ମୁଁ କଣ୍ଟ୍ରୋଲ ନ କରିପାରିଲି, ତୋ ଉପରେ ମାଡ଼ି ମାଡ଼ି ଏ ରାଜ ବଗିଚାରେ ଫୁଟୁଥିବା ଫୁଲକୁ ପ୍ରଥମେ ଚୁମ୍ବନ କରେ, ତାପରେ ଯାଇ ତାହା ଦେବତା ପୂଜାରେ ଲାଗେ। କଣ କହିବାକୁ ଚାହୁଁଛ ତମେ? ସେ ସମ୍ପର୍କ ସହିତ ତମର ସମ୍ପର୍କ ଗଢ଼ି ଉଠିବା ପୂର୍ବରୁ ତମକୁ ଏଇଠି ନଷ୍ଟ କରିଦେବି। ନା, ପଇସାକୁ ମହାପ୍ରସାଦ କରି ଖାଇବା ଏ ରାଜ କେବେ ପସନ୍ଦ କରେନି। ପ୍ରଥମେ ଖାଇବି